ପିଲାମାନେ ସାଇନ୍ସ ପରୀକ୍ଷାଟି କିପରି ତମମାନଙ୍କର କଟିଲା ଫାଷ୍ଟ କହିଲ। ସାଇନ୍ସ ପରୀକ୍ଷାଟି ସମସ୍ତଙ୍କର କିପରି ହେଲା, ଏମସିକ୍ୟୁରେ କେତେ ମାର୍କ ରଖିବ ଆଣ୍ଡ ସବଜେକ୍ଟିଭରେ କେତେ ମାର୍କ ରଖିବ, ନିହାତି ଭାବେ କ'ଣ କରିବ ସମସ୍ତେ କମେଣ୍ଟ ସେକ୍ସନରେ ଜଣାଇବ। କମେଣ୍ଟ ସେକ୍ସନରେ ସମସ୍ତେ ଜଣାଇବ ସାର୍ ମୋର ଅବଜେକ୍ଟିଭ ଏଠି ରଖିବି, ସବଜେକ୍ଟିଭ ଏଠି ରଖିବି, ସାର୍ ଅବଜେକ୍ଟିଭରେ ମୁଁ ଫେଲ୍ ହେଇଯିବି, ସବଜେକ୍ଟିଭରେ ପାସ୍ କରିବି କି ନା ସାର୍ ସବଜେକ୍ଟିଭରେ ଫେଲ୍ ହେଇଯିବି, ଅବଜେକ୍ଟିଭରେ 40 ରଖିଦେବି। ଆଚ୍ଛା ସମସ୍ତେ ଜଣାଇବ ପିଲାମାନେ ହେଲା। ଆଶା କରୁଛି ସମସ୍ତଙ୍କ ପିଲାମାନେ ଏକ୍ଜାମଟି ନିହାତି ଭାବେ ଭଲ ହେଇଥିବ। ନିହାତି ଭାବେ କ'ଣ ହେଇଥିବ, ଭଲ ହେଇଥିବ। କୋଶ୍ଚିନ୍ ସବୁ ଯାକ ସବୁ ପିଲା କ'ଣ କରିଥିବ, ସମସ୍ତେ ଆଟେଣ୍ଡ କରିଥିବ ଏବଂ ସମସ୍ତେ ଆଗାମୀ ଏକ୍ଜାମ ପାଇଁ ଆରାମସେ ପ୍ରିପାରେସନ୍ କରୁଥିବ। ଯଦି କୌଣସି ପିଲାଙ୍କର ଯଦି ଏକ୍ଜାମଟି ଖରାପ ହେଇଛି ତାହେଲେ ଜମା ଟେନସନ୍ ନିଅନି, ଟେନସନ୍ ଲାଭ କ'ଣ? 4ଟା ପେପର କଟିଗଲା, ଚାହୁଁ ତମର କ'ଣ ହେଲା, 4ଟା ପେପର କ'ଣ ହେଲା, ମୋର ସରିଗଲା। ଯଦି ତୁମମାନେ ଭାବିବ ଯଦି ମୋର ଏକ୍ଜାମଟି ଖରାପ ହେଲା ବୋଲି, ତାହେଲେ ତୁମମାନେ ଆଉଥରେ ଏକ୍ଜାମ ଦେବ, ଲାଇଫରେ ଆଉଥରେ ଏକ୍ଜାମ ଦେବ। ମୋତେ ତୁମର ଯଦି ଏକ୍ଜାମଟି ଖରାପ ହେଲା, ତୁମମାନଙ୍କୁ କୁହାହେବ ପିଲାମାନେ ନାଇଁ ଆଉ ଗୋଟେ ବର୍ଷ ରହିଯାଉ, ଆଉ ଗୋଟେ ବର୍ଷ ରହି କ'ଣ ପ୍ରିପାରେସନ୍ କର 10th ଏକ୍ଜାମ ଦେବା ପାଇଁ। ତୁମେ ଦେବ କି ଦେବନି ନା, ତାହେଲେ ଭାବିକି ଲାଭ କ'ଣ ଅଛି? କିଛି ଭାବନି, ପେପର ଭଲ ହେଲେ ଠିକ୍ ଅଛି, ଖରାପ ହେଲେ ବି ଠିକ୍ ଅଛି। କିଛି ଜମା ଭାବନି ଯେ କ'ଣ ମୋ ପେପର ଖରାପ ହେଇଗଲା, ମୁଁ କ'ଣ କରିବି କ'ଣ ନାହିଁ, ଜମା ଷ୍ଟ୍ରେସ୍ ନିଅନି ପିଲାମାନେ, ଜମା ଷ୍ଟ୍ରେସ୍ ନିଅନି। ଆଗାମୀ ପେପର ପାଇଁ ଭାବ, ଆଗାମୀ ପେପରଟି କିପରି ଭଲ ହେବ ତା ପାଇଁ ଭାବ। 2ଟା ପେପର ଏବେ ବି ତୁମମାନଙ୍କ ହାତରେ ଅଛି ପିଲାମାନେ, 200 ମାର୍କ ପିଲାମାନେ ତୁମମାନଙ୍କ ହାତରେ ତଥାପି ଅଛି। ଆଟଲିଷ୍ଟ ତୁମମାନେ ଯଦି ସେଥିରେ ପିଲାମାନେ ଆଟଲିଷ୍ଟ 80 ରଖି ରହୁଛ, ତାହେଲେ ତୁମମାନଙ୍କ ପାଇଁ ମଧ୍ୟ କ'ଣ ବହୁତ କିଛି ପିଲାମାନେ। ତେଣୁ ଆଜିର ସେକ୍ସନଟି ତୁମମାନେ ଦେଖିକି ଜାଣିପାରୁଥିବ ତୁମମାନଙ୍କ ପାଇଁ ମୁଁ କ'ଣ ଡିସ୍କସନ୍ କରିବି, ତୁମମାନଙ୍କର ଷ୍ଟ୍ରାଟେଜି ତୁମମାନଙ୍କୁ ଜଣାଇବି ଯେ ଆମେ ସୋସିଆଲ ସାଇନ୍ସ ପାଇଁ ଆମେ କ'ଣ କରିବା। ହିଷ୍ଟ୍ରି, ଜିଓଗ୍ରାଫି, ପଲିଟିକାଲ ସାଇନ୍ସ ଆଣ୍ଡ ଇକୋନୋମିକ୍ସ 4ଟା ଯାକ ପେପର ଅଛି। କହିବାକୁ ଗଲେ 4ଟା ପେପର ନା 4ଟା ପେପର ନୁହଁ, 4ଟା ପେପର। 4ଟା ପେପର ହେଲେ ତାକୁ ଆମେ କିପରି ପ୍ରିପାରେସନ୍ କରିବା, କେଉଁ ସବଜେକ୍ଟକୁ କେତେବେଳେ ଦେଖିବା, ଆଜି କ'ଣ ଦେଖିବା, କାଲି କ'ଣ ଦେଖିବା, 2-3 ଭିତରେ ତ ଆମକୁ ସାରିବାର ଅଛି ପିଲାମାନେ, 2-3 ଭିତରେ ସାରିବାକୁ ଅଛି। ତାହେଲେ ଆମେ କ'ଣ କରିବା ପିଲାମାନେ, କ'ଣ କରିବା, କେଉଁ ଷ୍ଟ୍ରାଟେଜିରେ ପ୍ଲାନରେ ପାଠ ପଢ଼ିବା। ତଥାପି ତୁମମାନଙ୍କୁ ଯେତେ ମୁଁ କହିବି ପିଲାମାନେ, ଇଏ ବି ତୁମମାନଙ୍କର ପ୍ଲାନ୍ ହେଉଛି କ'ଣ 90+ ରଖିବା ସବଜେକ୍ଟ, 90+ ରଖିବା ସବଜେକ୍ଟ। ଆଟଲିଷ୍ଟ ତୁମମାନଙ୍କ ପ୍ଲାନ୍ କ'ଣ ହେବ 90 ରହିପାରିବ। ଯଦି ତୁମମାନେ କ'ଣ କରୁଛ ପ୍ଲାନ୍ ଫୋକସ୍ ରଖୁଛ ଏମସିକ୍ୟୁରେ, ଯଦି ଫୋକସ୍ ରଖୁଛ ଏମସିକ୍ୟୁରେ କେତେ ନା ସାର୍ 45+। ମୁଁ ସତ କଥା କହି ରହୁଛି ପିଲାମାନେ, ଯଦି ଆଶା ରଖିବ ଏମସିକ୍ୟୁରେ ତୁମମାନଙ୍କର 45+, ତାହେଲେ ତୁମମାନଙ୍କର ପିଲାମାନେ 90ରୁ କେହି କାଟି ପାରିବେନି, 90ରୁ କେହି କାଟି ପାରିବେନି। କାହିଁକି ନା ତୁମର ସବଜେକ୍ଟିଭରେ କେତେ ଆସିଯିବ, ଆରାମସେ ତୁମର କେତେ ଆସିବ ପିଲାମାନେ 40 ମାର୍କ ଆସିଯିବ। ଆରାମସେ କ'ଣ ହେଇଯିବ ପିଲାମାନେ 40 ମାର୍କ ଆସିଯିବ, କିମ୍ବା 45 ମାର୍କ ଆସିବ, 45 ମାର୍କ ଆସିବ। ଯଦି ତୁମେ ଏମସିକ୍ୟୁରେ ପିଲାମାନେ ମାର୍କ ଯଦି କାଟିଦେବ, ଏମସିକ୍ୟୁରେ ଯଦି ତୁମେ ମାର୍କ କାଟିଦେବ, ତାହେଲେ ପିଲାମାନେ ମୁଁ କହି ରଖୁଛି 90କୁ ଆଶା ରଖିବନି, 90କୁ କ'ଣ ରଖିବନି, ଆଶା ରଖିବ ନାହିଁ। ତାହେଲେ କେଉଁ ଷ୍ଟ୍ରାଟେଜିରେ ସେଟା ପାଠ ପଢ଼ିବା, କେଉଁ ୱେରେ ପାଠ ପଢ଼ିବା, ଆଜି ଦିନଟି କିପରି ପଢ଼ିବା, କାଲି ଦିନଟି କିପରି ପଢ଼ିବା, ଯାହାଫଳରେ ଆମମାନଙ୍କର 90ରୁ 95 ଆମର ଟାର୍ଗେଟ୍ ଆମେ ଫୁଲଫିଲ୍ କରିପାରିବା। କିପରି ପାଠ ପଢ଼ିବା ଗୋଟେ ବହୁତ ଭଲ ଜିନିଷ ତୁମମାନଙ୍କୁ ମୁଁ କହିବି ପିଲାମାନେ। ତା ପୂର୍ବରୁ ତୁମମାନଙ୍କୁ ମୁଁ କହି ରଖୁଛି ତୁମମାନଙ୍କର ପିଲାମାନେ ହିଷ୍ଟ୍ରି କିମ୍ବା ତୁମମାନଙ୍କର ପଲିଟିକାଲ ସାଇନ୍ସ, ଏପଟେ ଆସିଗଲା ପିଲାମାନେ କ'ଣ ଜିଓଗ୍ରାଫି କିମ୍ବା କ'ଣ ଆସିଗଲା ଇକୋନୋମିକ୍ସ ବା ଆମେ କ'ଣ କହୁଛୁ ଅର୍ଥନୀତି। ତୁମମାନଙ୍କର କୋଶ୍ଚିନ୍ସ କ'ଣ ଆସିବ ପିଲାମାନେ, 4 ମାର୍କିଆ କୋଶ୍ଚିନ୍ 2ଟା ଆସିବ। 4 ମାର୍କିଆ କୋଶ୍ଚିନ୍ କ'ଣ ଆସିବ 2ଟା ଆସିଯାଉଛି। 3 ମାର୍କିଆ କୋଶ୍ଚିନ୍ କେତେଟା ଆସୁଛି 3ଟା ଆସିଯାଉଛି। 2 ମାର୍କିଆ କୋଶ୍ଚିନ୍ କେତେଟା ଆସୁଛି 4ଟା ଆସିଯାଉଛି। ହେଇଗଲା କେତେ ମାର୍କ 25 ମାର୍କ। ତ ସେଇଭଳି ତୁମମାନଙ୍କର ପିଲାମାନେ କ'ଣ ଆସିବ, ଏପଟେ କ'ଣ ହେଇଯିବ ତୁମମାନଙ୍କର 25 ମାର୍କ କ'ଣ ଆସିଯାଉଛି। ଉଭୟ ମିଶିକି ଆମର ସବଜେକ୍ଟରେ କେତେ ମାର୍କ ହେଉଛନ୍ତି ପିଲାମାନେ 50 ମାର୍କ ହେଉଛନ୍ତି। କେତେ ମାର୍କ ହେଉଛନ୍ତି 50 ମାର୍କ ହେଉଛନ୍ତି। এই 50 ମାର୍କ ହେଉଛି ଆମର ପାଇଁ ଇମ୍ପୋର୍ଟାଣ୍ଟ। এই 50 ମାର୍କ ହେଉଛି ଆମ ପାଇଁ ପିଲାମାନେ କ'ଣ ଇମ୍ପୋର୍ଟାଣ୍ଟ। ସାର୍ କିପରି ପାଠ ପଢ଼ିବା, ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ସ ଖାଲି ପଢ଼ିକି ଯିବା ନା ସବୁଯାକ ଚାପ୍ଟରକୁ ଆମେ ପ୍ରାକ୍ଟିସ୍ କରି ଯିବା। ପିଲାମାନେ ପ୍ରଥମ ଷ୍ଟେପ୍ ତୁମମାନଙ୍କୁ ମୁଁ କହି ରଖୁଛି ପିଲାମାନେ, ପ୍ରଥମ ଷ୍ଟେପ୍ ତୁମମାନଙ୍କୁ ମୁଁ କହି ରଖୁଛି ପିଲାମାନେ। ଫାଷ୍ଟ କ'ଣ କରିବା ନା ପ୍ରଥମ କଥା ହେଲା ପିଲାମାନେ ସବୁ ଚାପ୍ଟରକୁ ପଢ଼ିବା ବନ୍ଦ କରିଦିଅ। ସବୁ ଚାପ୍ଟରକୁ ପଢ଼ିବା କ'ଣ କରିଦିଅ ପିଲାମାନେ ବନ୍ଦ କରିଦିଅ। ସବୁ ଚାପ୍ଟରକୁ ପିଲାମାନେ ଲଙ୍ଗ୍ କୋଶ୍ଚିନ୍ ପାଇଁ ଏବଂ ସର୍ଟ ନୋଟ୍ ପାଇଁ, ଲଙ୍ଗ୍ କୋଶ୍ଚିନ୍ ପାଇଁ ଏବଂ ତୁମମାନଙ୍କ ସର୍ଟ ନୋଟ୍ କ'ଣ ଆସିଗଲା 2 ମାର୍କିଆ 3 ମାର୍କିଆ କୋଶ୍ଚିନ୍ ଆସିଗଲା। ସେଥିପାଇଁ ତୁମମାନଙ୍କ ସବୁ ଚାପ୍ଟର ମାନେ କ'ଣ ପର୍ଟିକୁଲାର ସବୁ ଚାପ୍ଟର କିମ୍ବା ପ୍ରତ୍ୟେକଟି ଅଧ୍ୟାୟ ପିଲାମାନେ, ସବୁ ଅଧ୍ୟାୟ ପିଲାମାନେ ତୁମମାନଙ୍କ ପଢ଼ିବା କ'ଣ କରିଦିଅ ବନ୍ଦ ରଖିଦିଅ। କାହା ପାଇଁ, ସବଜେକ୍ଟିଭ୍ ପାଇଁ। ମୁଁ ଯଦି ସବଜେକ୍ଟିଭ୍ କଥା କହିବି, କରିବ କ'ଣ ପିଲାମାନେ, କରିବ କ'ଣ ସେକେଣ୍ଡ ହେଲା ମାନେ କରିବ କ'ଣ ପିଲାମାନେ, ତୁମେ ଯଦି ଚାହୁଁଛ ତୁମର ପାଖରେ ଯଦି ଟାଇମ୍ ଅଛି, ତୁମର ଯଦି ଆଗରୁ ପଢ଼ିଛ, ଯଦି ପଢ଼ିଛ ପିଲାମାନେ ଦେନ୍ ଓକେ, ଯଦି ନ ପଢ଼ିଛ ତାହେଲେ ତୁମକୁ ମୁଁ ଅଲଗା ଷ୍ଟେପ୍ କହିବି। ଯଦି ପଢ଼ିଛ, ଯଦି ପିଲାମାନେ ଆଗରୁ କ'ଣ କରିଛ ସବୁ ଜାଗା ପ୍ରାକ୍ଟିସ୍ କରିଛ, ତେବେ କୋଶ୍ଚିନ୍ ଆନ୍ସର୍ ଥିବା ପିଲାମାନେ ସବୁ ଜାଗା ନମ୍ବର କୋଶ୍ଚିନ୍ ଆନ୍ସର୍ ଥିବା
ବହିର ତମମାନଙ୍କ ପ୍ରଶ୍ନ ଉତ୍ତର ଯେଉଁ ଅଛି ନା ଅଭ୍ୟାସ ଅଛି କ୍ୱେଶ୍ଚିନ୍ ଆନ୍ସର ଅଛି ସେ କ୍ୱେଶ୍ଚିନ୍ ଆନ୍ସର ଥିବା ସବୁ ଯାକ ପିଲାମାନେ କ'ଣ କ୍ୱେଶ୍ଚିନ୍କୁ ସବୁଯାକ କ୍ୱେଶ୍ଚିନ୍ କ'ଣ କର ପଢ଼ିକି ଯାଉନି ସବୁଯାକ କ୍ୱେଶ୍ଚିନ୍ କ'ଣ ପିଲାମାନେ ରିଡ଼ିଂ କରି ଯାଉରି ସବୁଯାକ କ୍ୱେଶ୍ଚିନ୍ କ'ଣ କର ପିଲାମାନେ ରିଡ଼ିଂ କରି ଯାଉରି ତମମାନଙ୍କ ପିଲାମାନେ ସବଜେକ୍ଟିଭ୍ କ'ଣ ସବୁଯାକ କ୍ଲିୟର ହେଇଯିବ ମୁଁ 100% ଦେଇ କହୁଛି ତମକୁ ଆଉ କୌଣସି ଟେଷ୍ଟ ପେପର କୌଣସି ଡାଏରୀ କୌଣସି ପରୀକ୍ଷାର କ'ଣ ଦେଖିବାକୁ ପଡ଼ିବନି ତମେ କ'ଣ କରୁଛ ତମମାନଙ୍କ ବହିରେ ଥିବା ପଛପଟେ ସବୁଯାକ କ୍ୱେଶ୍ଚିନ୍ ଆନ୍ସର କ'ଣ କରୁଛ କମ୍ପ୍ଲିଟ୍ କରି ଯାଉଛ ଗୋଟେ ଆନ୍ସର ଗୋଟେ କେବଳ ସଲ୍ୟୁସନ୍ ପିଲାମାନେ ସବୁଯାକ ଅଧ୍ୟାୟ କୌଣସି ଅଧ୍ୟାୟ ସ୍କିପ୍ କରିବନି ସବୁଯାକ ଅଧ୍ୟାୟର ଇମ୍ପୋର୍ଟାଣ୍ଟ ସବୁଯାକ ଅଧ୍ୟାୟର ଇମ୍ପୋର୍ଟାଣ୍ଟ ନମ୍ବରକୁ ଯଦି ଆମେ କ'ଣ କରୁଛେ ପଢ଼ିକି ଯାଉଛେ ପ୍ରାକ୍ଟିସ୍ କରି ଯାଉଛେ ତମମାନଙ୍କ ପିଲାମାନେ ସବଜେକ୍ଟିଭରେ କେହି ଟଙ୍କାଟେ ମାର୍କ କାଟିପାରିବେ ନାହିଁ କେହି ବି କାଟିପାରିବେ ନାହିଁ ସେକେଣ୍ଡ ଗଲା ଥାର୍ଡ ହେଲା ପିଲାମାନେ ଯେଉଁମାନେ ଭାବୁଛ ନା ସାର୍ ଆମେ ତ ପାଠପଢ଼ା ପିଲା ନୁହଁ ଆମେ ତ ସବୁ ଷ୍ଟାଣ୍ଡାର୍ଡ ପିଲା ନୁହଁ ଆମେ ସବୁ ଦୁର୍ବଳ ପିଲାମାନେ ତାହେଲେ ଆମେ କ'ଣ କରିବୁ ତୁମମାନଙ୍କ ପାଇଁ ମୁଁ କହି ରଖୁଛି ସବୁଯାକ ଅଧ୍ୟାୟ ପଢ଼ିବା କିଛି ନିହାତି ଜରୁରୀ ନୁହଁ ସବୁଯାକ ଅଧ୍ୟାୟ ପଢ଼ିବା କିଛି ନିହାତି ଜରୁରୀ ନୁହଁ କିଛି ଅଧ୍ୟାୟ ଯେଉଁଟାକି ତୁମର ଇମ୍ପୋର୍ଟାଣ୍ଟ ଅଧ୍ୟାୟ ଯଦି ମୁଁ କହିବି ଗାନ୍ଧୀ ଯୁଗ ଆସିଗଲା ଇମ୍ପୋର୍ଟାଣ୍ଟ ଅଧ୍ୟାୟ ସେଇ ପର୍ଟିକୁଲାର ଇମ୍ପୋର୍ଟାଣ୍ଟ ଅଧ୍ୟାୟରୁ ପିଲାମାନେ କ'ଣ କର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ କ'ଣ କର ପଢ଼ିକି ଯାଅ ଆଉ ସବୁଯାକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ତୁମକୁ ମୁଁ ଦେବି ପିଲାମାନେ କେଉଁଠି ଦେବି ନା ପିଲାମାନେ ଯଦି ତୁମମାନେ ସବୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ପାଇବାକୁ ଚାହୁଁଛ ତେବେ ପିଲା 9348407198 ପିଲାମାନେ ଏଇ ନମ୍ବରରେ କେବଳ ମେସେଜ୍ କରିଦେବ ସାର୍ PDF କ'ଣ ମେସେଜ୍ କରିଦେବ PDF ଅଲଗା ଜିନିଷ କିଛି ମେସେଜ୍ କରିବନି କେବଳ PDF କ'ଣ କରିବ ହ୍ୱାଟ୍ସଆପ୍ରେ ମେସେଜ୍ କରିଦେବ ତୁମମାନଙ୍କୁ ପିଲାମାନେ ହିଷ୍ଟ୍ରି ଜିଓଗ୍ରାଫି ଇକୋନୋମିକ୍ସ ପଲିଟିକାଲ ସାଇନ୍ସର ଯାହା ବି ତୁମଙ୍କର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ଅଛି ସବୁଯାକ ପିଲାମାନେ ମୁଁ କ'ଣ କରିଛି PDF ଫାଇଲ୍ କରି ରଖିଛି ଆରାମସେ ତୁମମାନଙ୍କୁ ମୁଁ କ'ଣ କରିବି ପିଲାମାନେ ସେଣ୍ଡ କରିଦେବି ଖାଲି ପିଲାମାନେ ନମ୍ବରରେ କ'ଣ କରିବ ଓନ୍ଲି ମେସେଜ୍ କରିବ କ'ଣ ସାର୍ PDF ଓନ୍ଲି PDF ତାକୁ ଛାଡ଼ିକି ଆଉ କିଛି ବି ମେସେଜ୍ କରିବନି ଖାଲି PDF ମେସେଜ୍ କରିବ ତୁମମାନଙ୍କୁ ପିଲାମାନେ ମୁଁ ଡାଇରେକ୍ଟ କ'ଣ କରିବି ସବୁଯାକ PDF କ'ଣ କରିବି ତୁମକୁ ମୁଁ ସେଣ୍ଡ କରିବି ଆଉ ବଛା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ କ'ଣ ତୁମକୁ ମୁଁ ସେଣ୍ଡ କରିବି ତୁମମାନଙ୍କୁ ଖାଲି PDF ମେସେଜ୍ କରିବାର ଅଛି ପଠାଇବି ଯେଉଁମାନେ ମେସେଜ୍ କରିବ ତାକୁ ମୁଁ ନିହାତି ଭାବେ କ'ଣ କରିବି ପିଲାମାନେ PDF ଫାଇଲ୍ଟାକୁ ପଠାଇଦେବି ଥାର୍ଡ ହେଲା ପିଲାମାନେ କ'ଣ ଯେତେକ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ଅଛି ଯେତେକ ପିଲାମାନେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ଆସିଲା ଯେତେକ ଇମ୍ପୋର୍ଟାଣ୍ଟ ଚାପ୍ଟର ଆସିଗଲା ଅଧ୍ୟାୟ ଆସିଗଲା ତାକୁ ପିଲାମାନେ କ'ଣ କର ପଢ଼ିକି ଯାଅ କିମ୍ବା କ'ଣ କରିବ ତୁମଙ୍କର ପରୀକ୍ଷା ଦର୍ପଣ ପିଲାମାନେ ତୁମର କ'ଣ ଆସିଲା ପିଲାମାନେ ପରୀକ୍ଷା ଦର୍ପଣରେ ଥିବା ପରୀକ୍ଷା ଦର୍ପଣ ଏବଂ ତୁମର ପରୀକ୍ଷା ଦର୍ପଣ ଆଉ କ'ଣ ହେଲା ପିଲାମାନେ ପ୍ରିଭିୟସ୍ କ୍ୱେଶ୍ଚିନ୍ ପରୀକ୍ଷା ଦର୍ପଣ ପ୍ରିଭିୟସ୍ କ୍ୱେଶ୍ଚିନ୍ ମୁଁ କ'ଣ ବୁଝିପାରୁଛୁ ନା ପରୀକ୍ଷା ଦର୍ପଣ ପ୍ରିଭିୟସ୍ ଏବଂ ପ୍ରିଭିୟସ୍ କ୍ୱେଶ୍ଚିନ୍ରେ ପରୀକ୍ଷା ଦର୍ପଣ ପିଲାମାନେ କ'ଣ ମଡେଲ ପେପର 1 ରୁ 5 ମଡେଲ ପେପର ପିଲାମାନେ 1 ରୁ 5 ମଡେଲ ପେପର କେତେ 1 ରୁ 5 ଭିତରେ ଥିବା ସବୁଯାକ ସବଜେକ୍ଟିଭ୍ କ୍ୱେଶ୍ଚିନ୍ ସବୁଯାକ ସବଜେକ୍ଟିଭ୍ କ୍ୱେଶ୍ଚିନ୍ ପିଲାମାନେ ଯେଉଁଠି ତୁମର କ'ଣ ଯାଉଛି ଲଙ୍ଗ କ୍ୱେଶ୍ଚିନ୍ ଯାଉଛି 3 ମାର୍କିଆ ଯାଉଛି 2 ମାର୍କିଆ ଯାଉଛି ଏବଂ ତୁମର 250ଟା MCQ କ୍ୱେଶ୍ଚିନ୍ 250ଟା MCQ କ୍ୱେଶ୍ଚିନ୍ କ'ଣ କରିବ ପରୀକ୍ଷା ଦର୍ପଣରୁ ପିଲାମାନେ କ'ଣ କରିବ ମଡେଲ ପେପର 1 ରୁ ମଡେଲ ପେପର 5 ଭିତରେ ଥିବା ସବୁଯାକ ସବଜେକ୍ଟିଭ୍ର क्वेश्चन एवं 250टा MCQ क्वेश्चन फास्ट सेकेंड है कौन प्रीवियस क्वेश्चन प्लान 2024 2023 2022 2021 2020 2019 2018 ए सबुजाक वर्षर पिला कौन देखी ए सबुजाक वर्षर कौन देखी पिला MCQ क्वेश्चन ए सबुजाक वर्षर पिला कौन MCQ क्वेश्चन एवं 2024 मसीहार 2022 मसीहार 2020 मसीहार 2018 मसीहार जोरा मुझे ठीक माइली एम कौन देखी सब्जेक्टिव क्वेश्चन एम कौन देखी सब्जेक्टिव क्वेश्चन एति मो कथा कर एति मो कथा फॉलो कर ना जदि फॉलो करो ना तुम पे 90 मार्क रू कहीं काटी पारे तुम मानकर पे 90 मार्क रू कहीं काटी पारे ना तुम मैंने कौन कर एति स्टेप्स फॉलो कर मो सतरा कही रखी पूरा फाइनल कथा मुझे कही रखी पे तुमको पे सब जाक वर्ष 2024 23 22 21 20 19 18 केतटा वर्ष है पे 1 2 3 4 5 6 7 7 पंचा के 35 350टा MCQ क्वेश्चन प्लान प्रीवियस ईयर रू परीक्षा दर्पण प्लान 250टा क्वेश्चन पाखापाखि केतटा क्वेश्चन तुम आसी जाऊँ पे ना केतटा है 3 2 5 5 600 ये आसला 600 क्वेश्चन के 600 क्वेश्चन यही 600 क्वेश्चन तुम जो पढ़ी जाऊँ ना यही 600 क्वेश्चन जो पढ़ी जाऊँ ना तुम पे मुझे कही रखुच्छी तुमको 30 मार्क आराम से बाजिज तुम पे 30 मार्क आराम से कौन हो बाजिज आराम से बाजिज एवं तुमको ए PDF मुझे देवी तुमको जो प्लान ए PDF मुझे देवी तुमको ये पे प्रीवियस क्वेश्चन प्लान
प्रिवियस क्वेश्चन प्लान, हिस्ट्री क्वेश्चन प्लान, जियोग्राफी क्वेश्चन प्लान, पॉलिटिकल साइंस क्वेश्चन प्लान एवं तुमको इकोनॉमिक्स क्वेश्चन ये सब जगह क्वेश्चन तुमको मुझे कौन करी पे पीडीएफ कर पठेबी जब तुम कौन कर नंबर खाली कौन कर पीडीएफ ओनली पीडीएफ कौन कर खाली लिखिदेव बुझिपार पे ये तुम मान गोटे बेस्ट स्ट्राटेजी प्लान था बेस्ट स्ट्राटेजी प्लान था जे आम मैंने किपरि जे यही 1.5 दिन भितर यही 1.5 दिन भितर आम कौन करवा सब जाक कभर अप करके कहीं गोटे फैक्ट कथा जानच पे गोटे कथा शुण खाली गोटे कथा खाली शुण रख पे 1 मिनिट गोटे कथा खाली शुण पे तुम चाहिए सब जाक जिन पढ़ी जाए सब जाक जिन कौन चाहो पढ़ी जाए ना तुम भाई कौन ना टाइम ना सत कथा टाइम ना तुमको जो 2 दिन 3 दिन टाइम दिहब 3 दिन टाइम दिहब तथापि तुम कौन कर सिलेबस शेष कर ना सत कथा पे सिलेबस केत पिला अच्छ पिला हाथ रेज कर पे केत पिला अच्छ कर शेष कर मत कह हिस्ट्री जियोग्राफी पॉलिटिकल साइंस इकोनॉमिक्स सब जगह पार्ट शेष कला सब आमको 1.5 दिन शेष करदे गोटे एग्जामिनर जो क्वेश्चन पकेबनी से कथा भाविकी पकेब मैंने से कथा भाविकी पकेब जे गोटे पिला को मुझे कौ लेवल क्वेश्चन देवी आउ गोटे पिला कौन से लेवल क्वेश्चन को अटेंड कर तो गोटे मैंने गोटे स्मार्ट स्टडी पाठ पढ़ स्मार्ट स्टडी पाठ पढ़ एटे डीप प्रिपरेशन को जाइए पे कौन करनी एटे डीप प्रिपरेशन को जाइए कौन करनी पे निजक हजई दिवनी जे कौन आम खाली बही भितर सब जाक चैप्टर पे कौन घुषिकी रगड़िकी जा ना बाबा ना आमको पढ़ा टाइम ना टाइम ना मुझे जानी तुम मन पे कौन कर अधर्य होनी जे आमको पाखे टाइम ना है आम किपर पढ़ा बाउला हो खाली आम हिस्ट्री पढ़ा जियोग्राफी आम कथा मन पकेब जियोग्राफी पढ़ा पॉलिटिकल साइंस आम कथा मन पकेब कि कौन करवा आमर गोटे गोटे कर कौन पे सब्जेक्ट को शेष करा पड़ो तेणु तुमको मुझे कही रखुच्छी प्रथम गरा कही रखी जितक भल पिला अच्छ जितक पे भल पिला अच्छ 95% आशा रखीज पे तुम मैंने कौन कर ना सबूक सब्जेक्टर हिस्ट्री कि तुम पे कौन कला जियोग्राफी बुड़ जियोग्राफी बही सब जाक चैप्टर पे कौन कर सब जाक अध्याय पे कौन कर तुम पे पछरे क्वेश्चन आंसर खाली क्वेश्चन कौन पे पढ़ी दी जाओ आउ कि देखा दरकार नहीं कि भी देखा दरकार नहीं आउ एमसीक्यू कौन कर एमसीक्यू कौन कर प्रिवियस क्वेश्चन परीक्षा कोण प्रिवियस क्वेश्चन परीक्षा कोण दैट्स एनफ फॉर योर 95% पिला आ जो तुमको मो सब जाक स्टैंडर्ड पिला कथा कहबी पिला गठ पिला कथा कहबी ताल तुमने कौन कर तुमने कौन कर जितक इंपोर्टेंट क्वेश्चन तुमको मुझे देवी ताकू जो देखुच ठीक अच्छे नचेत तुमने कौन कर पिला ना परीक्षा कोण कौन परीक्षा कोण मॉडल पेपर 1 रु 5 भितर सब जाक सब्जेक्ट क्वेश्चन एवं 250 पिला कौन ऑब्जेक्टिव क्वेश्चन एवं प्रिवियस पिला कौन एति मसेर यही 7 वर्षर यही 7 वर्षर पे कौन तुमको 350 कौन पे एमसीक्यू क्वेश्चन एवं तुमको जो ठीक माइली कौटा 2024 2022 2020 2018 जदि चाहो 2016 मत कौन आड कर दियो एम कौन पे तुमको लंग क्वेश्चन मत कौन देखिए तुम जापर आराम से बाजिज किसी टेंशन हबार ना एत डीप प्रिपरेशन को जाए पढ़नी आमको 18टा क्वेश्चन कौन पे एग्जाम हॉल में अटेंड करके आसार अच्छी 18टा क्वेश्चन एठू पे केतना क्वेश्चन 9टा क्वेश्चन एठू कौन 9टा क्वेश्चन 18 जाक क्वेश्चन पे एग्जाम हॉल अटेंड करके अच्छी तो से आमको कौन प्लान टाइम दरकार अधिक लिखा दरकार नहीं मात्र 2 मार्क 2 पॉइंट 3 मार्क 3 पॉइंट 4 मार्क लंग क्वेश्चन पचासी 5 पॉइंट 6 पॉइंट लिखिदेव तुमको जब शेष जो टाइम मार ताले कौन कर बाकी फिल पेज फिल करके आसो आदि किसी क्वेश्चन जब न पढ़ला किसी क्वेश्चन जब न पढ़ला तुम जहाँ पढ़ ना लिखिक पड़े आस मुझे कही रखुच्छी प्लान तुमको जब गोटे क्वेश्चन पचार तुमको जब एग्जाम हॉल न आसला पेज तक ब्लांक रखिबनी पेज तक ब्लांक रखिले कौन हो तुमको एग्जामिनर कौन दबनी आंसर किसी दबनी फिलअप करके आसो देखो जो ना पिला कौन किसी फिलअप करके आसी आटलिस्ट तुमको कौन 1 दे पारे 2 दे पारे तो सही स्ट्राटेजी पे पाठ पढ़ तुमने जहाँ इंपोर्टेंट क्वेश्चन से पढ़ एवं सब जाक क्वेश्चन बसिकी सब जाक पे चैप्टर को पे रगड़ी पढ़ा आम भाई कौन ना टाइम ही ना तेणु सुआसी करनी एवं लगी जाओ आज बस हिस्ट्री पॉलिटिकल साइंस सार दियो काली बस जियोग्राफी आउ इकोनॉमिक्स कौन कर पे सारदेव तापर राति टाइम कौन कर सब जाक चैप्टर कौन कर ओभराली कौन कर पे देखीदेव सब जाक चैप्टर कौन कर ओभराली कौन कर देखीदेव बुझीपाल पे बुझीपाल एति प्लान कर पे आज जमा पे शोल होनी है एग्जाम देख जमा शोल होनी जमा भांगी पड़नी पे जी एग्जाम गला गला जो पेपर गला गला ताकरा भावनी जब भल होती खराब खराब होती भाभी कौन करनी तुमको मुंड कौन करनी पे प्रेसर दियोनी बुझीगल ना तो ये छोट सेक्शन तुमको तुमको पूरा बुझेली मुझे जे आम किपर पे कौन करवा हिस्ट्री जियोग्राफी प्रिपरेशन कर आटलिस्ट आमको 90 मार्क रखिपर 90 मार्क रखिपर तो आशा करें निहाती भाव तुमको ये सेक्शन टी भल लगी जदि भल लगी तुमको गोटे रिक्वेस्ट चैनल कौन कर प्लान सब्सक्राइब कर एवं कौन कर गोटे गोटे वीडियो को लाइक कर वीडियो कौन कर लाइक कर और चैनल कौन कर सब्सक्राइब कर कही रखली प्लान ये नंबर जब तुम कौन कर पीडीएफ सेंड कह तुमको कौन देवी सब जाक प्रिवियस क्वेश्चन
हिस्ट्री इंपोर्टेंट क्वेश्चन, ज्योग्राफी इंपोर्टेंट क्वेश्चन, पॉलिटिकल इंपोर्टेंट क्वेश्चन एवं इकोनॉमिक्स रो इंपोर्टेंट क्वेश्चन तुमको मुझे कौन करी सेंड करदेवी। थैंक यू पे वीडियो देखो, थैंक यू। चैनल सब्सक्राइब कर, नचेत एग्जाम भल हे ना, एग्जाम जमा भल हेनी जब कौन कर चैनल सब्सक्राइब करनी, तो चैनल सब्सक्राइब करा निहाती जरूरी। चैनल आगे सब्सक्राइब कर, तापर तुम देखो एग्जाम को किसी न पढ़ी उड़ी उड़ी जीव, किसी न पढ़ी भी कौन तुम उड़ी उड़ी जीव। थैंक यू सो मच पे वीडियो देखिबार धन्यवाद।